মিঠা নাম অতি প্রিয় নাম যিশু নাম মধু নাম মিঠা নাম অতি প্রিয় নাম যিশুଙ୍କ নাম পাপ শাপ করে দূর যিশুଙ୍କ নাম ସବୁ ଭୟ করে দূর ମୋ ଯୀଶୁ ନାମ। প্রিয় শ্ରୋତା ବନ୍ଧୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ମହତ୍ ନାମରେ ଆପଣଙ୍କୁ ଶୁଭେଚ୍ଛା। ଜହନ ଲିଖିତ ସୁସମାଚାର 3 ଅଧ୍ୟାୟରେ ଯିହୁଦୀମାନଙ୍କର ଜଣେ ବିଶିଷ୍ଟ ନେତା ନିକୋଦିମଙ୍କ ସହିତ କଥୋପକଥନ କରିବା ବେଳେ ଜଗତର ସୃଷ୍ଟିକର୍ତ୍ତା ମହାନ ପ୍ରଭୁ ଶ୍ରୀଖ୍ରୀଷ୍ଟ ଏହି ମହାନ ସତ୍ୟ ପ୍ରକାଶ କଲେ, ଯାହା 3 ଅଧ୍ୟାୟର 16 ପଦରେ ଆମମାନେ ପାଠ କରୁ। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯିଏ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଈଶ୍ୱର ଜଗତକୁ ପ୍ରେମ କଲେ ଅର୍ଥାତ୍ ମାନବ ଜାତିକୁ, ପ୍ରତ୍ୟେକ ମନୁଷ୍ୟଙ୍କୁ, ତାହାଙ୍କ ସୃଷ୍ଟ ପ୍ରତ୍ୟେକ ମନୁଷ୍ୟକୁ ଈଶ୍ୱର ଏହିପରି ମହାପ୍ରେମ ଆଶ୍ଚର୍ଯ୍ୟ ପ୍ରେମ କଲେ। ମନୁଷ୍ୟ ସେହି ପ୍ରେମ ପାଇବା କଦାପି ଯୋଗ୍ୟ ନଥିଲା, କାରଣ ମନୁଷ୍ୟ ପାପ କରି ଅନନ୍ତ ବିନାଶ ବା ମୃତ୍ୟୁର ଅଧୀନ ହେଲା, ଈଶ୍ୱରଙ୍କର ଶତ୍ରୁ ହେଲା, ଈଶ୍ୱରଙ୍କ ଠାରୁ ବିଚ୍ଛିନ୍ନ ହେଲା, ନିଜକୁ ରକ୍ଷା କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ, ଅସହାୟ ଏବଂ ନିରୁପାୟ ହେଲା, ଅନନ୍ତ ବିନାଶ, ଅନନ୍ତ ମୃତ୍ୟୁର ଅଂଶୀ ହେଲା। ଏହିପରି ଅବସ୍ଥାରେ ଥିବା ମାନବ ଜାତିକୁ ରକ୍ଷା କରିବା ନିମନ୍ତେ ସେ ଆପଣାର ପ୍ରେମ ପ୍ରଦର୍ଶନ କରି ଆପଣା ଅଦ୍ୱିତୀୟ ପୁତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଏହି ଜଗତକୁ ପ୍ରେରଣ କଲେ, ଯିଏ ସମସ୍ତ ମାନବର ପାପର ଦଣ୍ଡ ମୃତ୍ୟୁ ନିଜେ ଗ୍ରହଣ କରି ସମସ୍ତଙ୍କ ବଦଳରେ ମୃତ୍ୟୁଦଣ୍ଡ ଭୋଗ କରି ମୁକ୍ତିର କାର୍ଯ୍ୟ ସାଧନ କଲେ ଏବଂ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହେଲେ। ଯେକୌଣସି ବ୍ୟକ୍ତି ତାହାଙ୍କ ବଳିଦାନ ଓ ପୁନରୁତ୍ଥାନରେ ଓ ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ମନୁଷ୍ୟ ନିଜର କୌଣସି କାର୍ଯ୍ୟ ବା କର୍ମକାଣ୍ଡ ଦ୍ୱାରା ଏହା ହାସଲ କରିପାରେ ନାହିଁ କିମ୍ବା ହାସଲ କରିବା ସମ୍ପୂର୍ଣ୍ଣ ଅସମ୍ଭବ ମଧ୍ୟ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସକାରୀଙ୍କୁ ହିଁ ସେ ଆପେ ଏହି ଅନନ୍ତ ଜୀବନ ଦାନ କରନ୍ତି। ସେହି ପ୍ରେମମୟ ଅନନ୍ତ ଜୀବନ ଦାତାଙ୍କୁ ବ୍ୟକ୍ତିଗତ ଭାବରେ ଜ୍ଞାତ ହେବା ନିମନ୍ତେ ଈଶ୍ୱର ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ।